ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ମଶାଙ୍କ ମୃତ୍ୟୁ ଶରୀରକୁ ଶୈତାନ ଚାହୁଁଥିଲା କାହିଁକି? ଏହି ପ୍ରଶ୍ନ ଆମର ମନକୁ ଉଠିଥାଏ। କିନ୍ତୁ ବାଇବେଲ ଆମକୁ କ୍ଲିୟର ଭାବରେ ବୁଝାଇ ଦେଇଥାଏ। ମଶା କୌଣସି ସାଧାରଣ ମଣିଷ ନଥିଲେ। ମଶା ଥିଲେ ପରମେଶ୍ୱରଙ୍କର ମନୋନୀତ ଦାସ। ସେ ପରମେଶ୍ୱରଙ୍କ ଠାରୁ ଦଶ ଆଜ୍ଞା ଆଣିଥିବା ବ୍ୟକ୍ତି। ଇସ୍ରାଏଲୀୟମାନଙ୍କୁ ମିଶର ଠାରୁ ବାହାର କରି ଆଣିଥିଲେ। ମଶାଙ୍କର ଜୀବନରେ ଆଶ୍ଚର୍ଯ୍ୟ କର୍ମ ପରମେଶ୍ୱରଙ୍କ ସହିତ କଥା ହେବା ଏହିପରି ଅନେକ ଘଟଣା ତାଙ୍କ ଜୀବନରେ ଘଟିଥିଲା। ପରମେଶ୍ୱରଙ୍କ ସହିତ ଘନିଷ୍ଠ ସମ୍ପର୍କ ରହିଥିଲା। କିନ୍ତୁ ପରେ ଏମିତି ମୋଡ଼ ଗୋଟେ ଆସିଲା, ସବୁ କିଛି ବଦଳିଗଲା। ପରମେଶ୍ୱର କହିଥିଲେ କି ତୁମେ ପଥରକୁ କୁହ ସେଥିରୁ ପାଣି ବାହାରୁ ଆଉ ଇସ୍ରାଏଲୀୟ ମାନେ ପାଣି ପିଅନ୍ତୁ। କିନ୍ତୁ ମଶା କଣ କଲା? ରାଗରେ ମଶା ପଥର ଉପରେ ଦୁଇଥର ପ୍ରହାର କଲା ଆଉ କହିଲେ, କଣ ଆମକୁ ତୁମମାନଙ୍କ ପାଇଁ ପାଣି ବାହାର କରିବାକୁ ପଡ଼ିବ? ଇସ୍ରାଏଲୀୟମାନଙ୍କୁ ମଶା ଏହିପରି କହିଥିଲେ। ଦେଖିବାକୁ ଗଲେ ଏହି କଥା ବହୁତ ବଡ଼ ଲାଗେ ନାହିଁ, ମାତ୍ର ପରମେଶ୍ୱରଙ୍କୁ ଏହା ବହୁତ ପ୍ରଭାବିତ କଲା। ପ୍ରଥମ ବିଷୟ, ଆମ୍ଭେମାନେ ପରମେଶ୍ୱର ଆଉ ମୁଁ ଦୁଇ ଜଣ ମିଶି ଆପଣମାନଙ୍କ ପାଇଁ ପାଣି ବାହାର କରୁଛୁ। କିନ୍ତୁ ବାସ୍ତବରେ ଏହା ପରମେଶ୍ୱରଙ୍କ ହିଁ ଶକ୍ତି ଥିଲା, ମଣିଷର ନୁହେଁ। ଦ୍ୱିତୀୟ ବିଷୟ, ପରମେଶ୍ୱର ପଥରକୁ କହିବା ପାଇଁ କହିଥିଲେ ବା ଆଜ୍ଞା କରିଥିଲେ, ମାତ୍ର ମଶା ପଥର ଉପରେ ପ୍ରହାର କଲେ। ଏହି ଦୁଇଟି ବିଷୟ ପାଇଁ ପରମେଶ୍ୱର ମଶାଙ୍କୁ କହିଲେ, ସେ ଆଉ ପ୍ରତିଜ୍ଞା କରିଥିବା ଦେଶରେ ପ୍ରବେଶ କରିପାରିବ ନାହିଁ। ଯିଏ ପୁରା ଜୀବନ ଇସ୍ରାଏଲୀୟମାନଙ୍କୁ ନେବା ପାଇଁ ଲଗାଇ ଦେଇଥିଲେ, ସେ ଆଉ ସେହି ଦେଶରେ ପହଞ୍ଚି ପାରିବ ନାହିଁ। ତେଣୁ ଲେଖାଯାଏ ଦ୍ୱିତୀୟ ବିବରଣୀ 34:5-6। ତେଣୁ ସଦାପ୍ରଭୁଙ୍କ ସେବକ ମଶା ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ସେହି ସ୍ଥାନରେ ମୋଆବ ଦେଶରେ ମଲେ। ପୁଣି 6ରେ ଲେଖାଯାଏ, ପୁଣି ସେ ମୋଆବ ଦେଶରେ ବେତପେଓର ସମ୍ମୁଖସ୍ଥ ଉପତ୍ୟକାରେ ତାଙ୍କୁ କବର ଦେଲେ। ସେ ତାଙ୍କୁ କବର ଦେଲେ, ମାନେ ପରମେଶ୍ୱର ଆଜି ପର୍ଯ୍ୟନ୍ତ ବାଇବେଲରେ ପରମେଶ୍ୱର କାହାକୁ ମଧ୍ୟ ବା ମଣିଷକୁ ସେ କବର ଦେଇନାହାନ୍ତି। କିନ୍ତୁ ମଶାଙ୍କୁ ପରମେଶ୍ୱର ନିଜେ କବର ଦେଇଥିଲେ। ପରମେଶ୍ୱର କୌଣସି ମଣିଷକୁ କବର ଦେଇନଥିଲେ। ଆଉ ମଶାଙ୍କ ସମ୍ପର୍କ ଏତେ ଘନିଷ୍ଠ ଥିଲା ଯେ ପରମେଶ୍ୱରଙ୍କ ସହିତ ଜିହୁଦା 1:9 ପର୍ବରେ ଲେଖାଯାଏ, କିନ୍ତୁ ପ୍ରଧାନ ଦୂତ ମିଖାଏଲ ମଶାଙ୍କ ଶବ ବିଷୟରେ ଶୈତାନ ସହିତ ବାଦାନୁବାଦ କରିବା ସମୟରେ ନିନ୍ଦା କରି ତାହାର ବିଚାର କରିବାକୁ ସାହସୀ ନ ହୋଇ କେବଳ ଏତିକି କହିଥିଲେ, ପ୍ରଭୁ ତୁମକୁ ଧମକ ଦିଅନ୍ତୁ। କିନ୍ତୁ ପ୍ରଶ୍ନ ଏହା ଅଟେ, ଶୈତାନ ମଶାଙ୍କର ମୃତ ଶରୀରକୁ କାହିଁକି ଚାହୁଁଥିଲା? ମଶା ମରି ସାରିଥିଲେ, ତଥାପି ଶୈତାନକୁ ମଲା ଶରୀର କାହିଁକି ପାଇବାକୁ ଚାହୁଁଥିଲା? କିନ୍ତୁ କେଉଁ କାରଣ ଦ୍ୱାରା ମଲା ଶରୀର ପଛରେ ପଡ଼ିଥିଲା ଶୈତାନ? ମଶା କୌଣସି ସାଧାରଣ ମଣିଷ ନଥିଲେ, ସେ ପରମେଶ୍ୱରଙ୍କର ମନୋନୀତ ଦାସ ଥିଲେ। ପରମେଶ୍ୱର ମଶାଙ୍କର କବର ସ୍ଥାନ ଦୁନିଆ ଠାରୁ ଲୁଚାଇ ଦେଲେ। କାହିଁକି? କଣ ପରମେଶ୍ୱରଙ୍କୁ ଜଣାଥିଲା କିଛି ଅଘଟଣ ହେବାକୁ ଯାଉଛି? ନା ଶୈତାନର କୌଣସି ଯୋଜନା ଥିଲା, ଯାହାକୁ ପରମେଶ୍ୱର ବିଫଳ କରିଦେଲେ? ଏହି ସବୁ ପ୍ରଶ୍ନ ମନରେ ଉଠୁଥିବ ନିଶ୍ଚିତ। କଣ ଶୈତାନ ମଶାର ମଲା ଶବ ଦ୍ୱାରା ଇସ୍ରାଏଲୀୟମାନଙ୍କୁ ଭ୍ରାନ୍ତ କରିବାକୁ ଚାହୁଁଥିଲା? କଣ ତାଙ୍କ ଉଦ୍ଦେଶ୍ୟ ଏହା ଥିଲା ମଶାଙ୍କ ଶରୀରକୁ ଲୋକମାନେ ପୂଜା କରନ୍ତୁ ଆଉ ତାଙ୍କ କବରକୁ ପବିତ୍ର ସ୍ଥାନ ବୋଲି ମାନନ୍ତୁ? ଶୈତାନ ମଶାର ଶରୀରକୁ ନେଇ ପ୍ରତିବାଦ କଲା। ସେ ଚାହୁଁଥିଲା ମଶାର ଶରୀର ତାର ଅଧିକାର ହେଇଯାଉ। ତାର ଚେଷ୍ଟା ମଶାଙ୍କୁ ପୁନର୍ବାର ଜୀବିତ ବା ସ୍ୱର୍ଗ ନେବାଠାରୁ ରୋକିବା। ତାର ଭାବନା ଭୁଲ ନଥିଲା। ତା ପୂର୍ବେ ମଧ୍ୟ ଏଲିୟ ଓ ହନୋକକୁ ସ୍ୱର୍ଗକୁ ଯିବାର ଦେଖିଥିଲା। ମାଥ୍ୟୁ 17 ପର୍ବ 1 ପଦରୁ 3 ପଦ ପର୍ଯ୍ୟନ୍ତ ପଢ଼ି ବୁଝିପାରିବେ। ମଶାଙ୍କ ଶରୀରକୁ ତା ପାଖରେ ରଖିଲେ ପରମେଶ୍ୱରଙ୍କ ଯୋଜନାକୁ ସେ ବିଫଳ କରିଦେବ, ଏହା ଭାବୁଥିଲା ଶୈତାନ। ପରମେଶ୍ୱର ଯଦି ମଶାଙ୍କୁ ସ୍ୱର୍ଗକୁ ନୀତ କରିବେ, ତେବେ ଶୈତାନ ପୁନର୍ବାର ହାରିଯିବ। ଶୈତାନକୁ ଏହା ଡର ଥିଲା। ଶୈତାନ ମଶାର ମୃତ ଶରୀରକୁ ନେଇ ମୂର୍ତ୍ତି ବନାଇ ଲୋକମାନଙ୍କୁ ଭ୍ରାନ୍ତ କରିବାକୁ ଚାହୁଁଥିଲା। ତାହାଙ୍କ ଯାତ୍ରା ସମୟରେ ଯେପରି ଘଟିଥିଲା, ଯାତ୍ରା ପୁସ୍ତକ 32:1ରୁ ପଢ଼ନ୍ତୁ ବୁଝିପାରିବେ।
ସୁବର୍ଣ୍ଣ ବାଛୁରୀ ନିର୍ମାଣ କରି ମୂର୍ତ୍ତି ପୂଜା କରୁଥିଲେ ଇସ୍ରାଏଲୀୟମାନେ। ଶୈତାନ ଭଲ ଭାବରେ ଜାଣିଥିଲା ଇସ୍ରାଏଲୀୟମାନଙ୍କୁ ଖୁବ୍ ଶୀଘ୍ର ଭ୍ରାନ୍ତ କରିହେବ। ମଶାର ମୃତ ଶରୀରକୁ ପବିତ୍ର ବସ୍ତୁ ବା ମୂର୍ତ୍ତି ନିର୍ମାଣ କରି ପୂଜା କରାଇବାକୁ ଯୋଜନା କରି ରଖିଥିଲା ଶୈତାନ। ଏହାଦ୍ୱାରା ଇସ୍ରାଏଲୀୟମାନଙ୍କୁ ପରମେଶ୍ୱରଙ୍କ ଠାରୁ ଅଲଗା କରିବାକୁ ଶୈତାନ ଚେଷ୍ଟା କରିଥିଲା। ପରମେଶ୍ୱର ଶୈତାନର ଯୋଜନାକୁ ଜାଣିଥିଲେ, ସେଥିପାଇଁ ମଶାଙ୍କର ମୃତ ଶରୀରକୁ ଲୁଚାଇ ଦେଲେ। ଶୈତାନର ଆଉ ଗୋଟେ ଯୋଜନା ଏହା ଥିଲା, ମଶାର ପାପକୁ ସାମ୍ନାକୁ ଆଣିବାକୁ ଚାହୁଁଥିଲା ଶୈତାନ। ସେଥିପାଇଁ ଶୈତାନର ନାମ ଦିଆଗଲା ପ୍ରବଞ୍ଚକ ଦିଆଗଲା। ମଶା ଜଣେ ମିଶରୀୟର ହତ୍ୟାକାରୀ ହୋଇଥିଲେ ବା ହତ୍ୟା କରିଥିଲେ ଆଉ ପଥର ଉପରେ ପ୍ରହାର କରିଥିଲେ। ମଶା 10 ଆଜ୍ଞାକୁ ଭାଙ୍ଗିଥିଲେ। ଏହିସବୁ ଆରୋପ ଲଗାଇଥିଲା ଶୈତାନ। ଏହି ମନୁଷ୍ୟ ପବିତ୍ର ନୁହେଁ, ସ୍ୱର୍ଗ ଯାଇପାରିବ ନାହିଁ କହୁଥିଲା ଶୈତାନ। ଏହିସବୁ ତ କରେ। ଲୋକମାନଙ୍କ ପାପ ଦୁର୍ବଳତାର ଫାଇଦା ଉଠାଇଥାଏ ଶୈତାନ ଆଉ ପରମେଶ୍ୱରଙ୍କ ନିକଟରେ ଦୋଷୀ କରିଥାଏ ମଣିଷକୁ। ସେ ଦେଖାଇବାକୁ ଚାହୁଁଥିଲା କି ସେ ପାପ କରିଛି, ସେ ସ୍ୱର୍ଗ ଯିବାର ଯୋଗ୍ୟ ନୁହେଁ। ଶୈତାନ ଆଜି ମଧ୍ୟ ପରମେଶ୍ୱରଙ୍କ ଲୋକମାନଙ୍କ ସହିତ ଏହା କରି ଆସୁଅଛି। ଭିଡ଼ିଓଟି କେମିତି ଲାଗିଲା ଦୟାକରି ଲାଇକ୍ କରି ସବସ୍କ୍ରାଇବ୍ କରନ୍ତୁ ଏବଂ ଆମର ଚ୍ୟାନେଲ୍ ସହିତ ଲାଗି ରୁହନ୍ତୁ। ଧନ୍ୟବାଦ।